ବ୍ରା ଖାଇବେ ଆଚ୍ଛା ବାବୁ ବ୍ରା ଖାଇବେ ବ୍ରା ବିରିରେ ତିଆରି ଆଚ୍ଛା ମେଲ ବ୍ରା ନା ଫିମେଲ ବ୍ରା ଯାହା ତ ଚାଲିଛି ଆଉ ଆମ ପାଇଁ ଫିମେଲ ବ୍ରା ଦରକାର ଫିମେଲ ବ୍ରା ଆଜ୍ଞା ଆଚ୍ଛା ବ୍ରା କୋଉଥିରେ ତିଆରି ବ୍ରା ବିରିରେ ତିଆରି ବିରିରେ ତିଆରି ଗୋଲ ଗୋଲ ହଁ ହଁ मेले ब्रा गोल गोल मझीरे होल फीमेल ब्रा सुरेंद्र ताकू फोरम कहती को बोला से फोरम को बोला आउटाई नरे हां हां कोन सा कहंती को बोला ठीक ଅଛି ଅଗ ବାବୁ ମୋ ଝିଅକୁ ମୁଁ ଡାକି ଦଉଛି ଆପଣଙ୍କ ପାଇଁ ବ୍ରା ନେଇ ଆସିବି ଆଜ୍ଞା ଆଚ୍ଛା ଅଗ ବାବୁ ଆଜ୍ଞା ମେଲ ବ୍ରା ନା ଫିମେଲ ବ୍ରା ମୁଁ କହିଲି ପରା ମୋର ଫିମେଲ ବ୍ରା ଦରକାର ଫିମେଲ ବ୍ରା ଦରକାର ଆଜ୍ଞା ଆଉ ଠିକ ଅଛି ମୋ ଝିଅକୁ ମୁଁ ଡାକି ଦଉଛି ଡାକନ୍ତୁ ଲେ ହଉଛି ମୁଁ ଏଥର ଆସୁଛି ଆଜ୍ଞା ଡାକିକି ଯାଆନ୍ତୁ ଆଇଲୁ ଆଇଲୁ ସାର୍ ଡାକୁଛନ୍ତି ଆଜ୍ଞା ଆନିଲ ମାମା ମତେ ଡାକିଲ କଣ ହେଲା ବାପା ଇଲୋ ମା ସାର୍ ଡାକୁଛନ୍ତି ହଁ ସାର୍ ବ୍ରା ଖାଇବେ ମୁଁ ବ୍ରା ନେଇକି ଆସୁଛି ତୁ ଥା ମା ମୁଁ ଆସୁଛି ମା ଇଲୋ ମା ସିଆଡ଼େ କୁଆଡ଼େ ଯାଉଛୁ ନାଇଁ ମୋ ବାପା ଆଉ ମାନେ କଣ କି ହଁ ହଁ ମୁଁ ନା ଛାତ ଉପରେ ବ୍ରାଡ ଶୁଖେଇ ଦେଇଛି ଆଉ ମୁଁ ଯଦି ଆଣିବିନି ତାହେଲେ ସାର୍ କାଳେ ଖାଇଦେବେ ଇଲୋ ମା ମୁଁ ବ୍ରା ନେଇକି ଆସୁଛି ତୁ ଥା ମୁଁ ଆସୁଛି ମା ହଁ ସାର୍ ନମସ୍କାର ଟିକେ ଦେଖେଇଲ बोला 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 ଏତେ ବିଷୟ ଲୋକ ଚିହ୍ନା ନାହିଁ ଜଣା ନାହିଁ ପରିଚୟ ନାହିଁ କୋଇ ଲୋକ ନା ଦେଖିଲ देख तरीका पोज देखा फोटो नबी ଏଇ କଥା हाँ ନାଇଁ ତମେ ଦେଖୁଛ ମୁଁ କେତେ ବଡ଼ ଦେଖେ ସାର୍ ଦେଖେ ଦିଅ ମୁଁ ଦେଖଉଛି ତମେ ନିଅ ଯନ୍ତ୍ରଣା କଥା କଣ କଥା ନିଅ ହଇରେ ଶଳା ତୁ ତାର ଦେଖି ଦେଖିକିରି ଭିତର ବାହାର ସବୁ ଦେଖୁଛୁ तू किए बे सोआ ता बोपा कहि지 मेते देखैनो तू सोआ किए ମୁଁ ଯାତ୍ରାବାଟୀ ମାଲିକ ପ୍ରେମାନନ୍ଦ ପ୍ରେମ କୁମାର ଭାଇନା ବେଟା ଏଇଠି ମତେ ନା ଯାତ୍ରାପାତିକି ଯିବା ଭାରି सोआ ठीक टाइम रे आसी षଣ୍ଢ पुरेई देला ता बोपा कहि지 से फिल्म रे जीव ଆରେ ଶଳା ତା ବୋପା ମୋତେ କହି ସେ ଯାତ୍ରାବାଟୀରେ ଯିବ ତା ବୋପା କहिଛି ମୋ ସାଙ୍ଗରେ ଯିବ ସେ ମୋ ସାଙ୍ଗରେ ଯିବ ସେ ମୋ ସାଙ୍ଗରେ ଆବେ ମୋ ସାଙ୍ଗରେ ଯିବ ମୋ କହିଲା ସେ Thank you.
এইটা তো থানা নয়, এইটা তো এইটা হচ্ছে হর্ষা পটনায়ক আড্ডা আড্ডা আড্ডা। এটি
ଓ ଆଜି ପର୍ଯ୍ୟନ୍ତ ଏ ବିନା କରେ କେହି କଥା କହିବାକୁ ସାହସ କରିନଥିଲ ବେ ତୁ ଆଜି ଆମ ସହିତ ଚ୍ୟାଲେଞ୍ଜ କଲୁ ଯାହାକି ତୁ ହଉଛୁ ପ୍ରଥମ ଲୋକ ବର୍ଷା ପଟ୍ଟନାୟକ ହେଉଛି ଗୋଟେ ଇଣ୍ଟରନ୍ୟାସନାଲ କ୍ରିମିନାଲ ଆଇନ ତାକୁ କେବେ ବି ଛାଡ଼ିବନି ଆବେ ହେ ଝିଅମାନଙ୍କୁ ନେଇ ସେ ସେକ୍ସ ର୍ୟାକେଟ କରୁଛି अबे हे इन्स्पेक्टर तू सराती आमर समस्त कारबार अब रिपोर्ट प्रेस मीडिया और टीवी मीडिया को चढ़ाई देछु माना ମୁଁ ତତେ ମାରିଦେବି ତ ଭଲ ଦେଖ ସମସ୍ତେ ଡରିଯିବା ପୋଲିସ ମୁଁ ନୁହେଁ ତୋର ମନେ ରଖିବା ଦରକାର ଏ ମାଟିରେ ଗୋଟେ ପୋଲିସ ଅଫିସର ମରିଲେ ମୋ ଭଳିଆ ଗୋଟାଏ ପୋଲିସ ଅଫିସର ଜନ୍ମ ନେବେ ଶୁଣ ତୁ ମତେ ଫାଶୀର ଧମକ ଦବୁ ଫାଶୀର ଧମକ ସେ ଧମକ ଦେବା ପୂର୍ବରୁ ମୁଁ ଏଇଠି ତ ଚାପ୍ଟରଟାକୁ ବନ୍ଦ କରିଦେବି ଇଏ ତୋତେ ରକ୍ଷା କରିବି इन्स्पेक्टर को आम एमती भाव में पनिशमेंट दबा छुआटा मरी मरी बंचीब महांती तो गोटे एमती इंजेक्शन जहाँ द्वारा कि तार मन पड़े से शला इन्स्पेक्टर मोर सारे काम कर इन्स्पेक्टर भल एथर आम कथारी उठ बस हम आज इन्स्पेक्टर रसीद नुहे से हेउची ओ पोषा कुकुर बसंत नुहे पंगा नेला से स्वाति
ini panjiru galabe ya joli rabe are Haris তোর বউয়া চরিটাকু কোঠু পাইলু আমি চড়া রেট দে ଆରେ ତମେ ମଣିଷ ନା ପଶୁ ସେଥିରେ ମା ତମର ଭାଉଜ ପାଇଁ ପରପୁରୁଷ ପାଖରେ ବିକି ଦଉଛ ଆଉ ତୁ କଣ ଭାବିଛୁ ମତେ ବିବାହ କରି ମୋ ପିଲାର ମା ହବୁ ବୋଲି କେବେ ନୁହେଁ କାହିଁକି ନା ଡ୍ରଗ୍ସ ଖାଇ ମୁଁ ମୋର ପୁରୁଷତ୍ୱ ସବୁ ହରେଇ ସାରିଛି ସେଇଥିପାଇଁ ତତେ ମୁଁ ବିକ୍ରି କରିଦେବାକୁ ଆସିଛି ଆଉ ମୁଁ ତତେ ବିକି ଦେଲେ ମତେ ଅନେକ ଟଙ୍କା ମିଳିବ ଟଙ୍କା ଆରେ ଟଙ୍କା ପାଇଁ ତମେ ଏତେ ତଳକୁ ଖସିଗଲ ଘରର ଇଜ୍ଜତ ଶେଷରେ ନିଲାମ କରିବାକୁ କହୁଛ ଆରେ ହଁ ଏ ହରିଶ ଟଙ୍କା ପାଇଁ ସବୁ କିଛି କରିପାରେ କାହିଁକି ନା ଏ ହରିଶ ହଉଛି ଗୋଟେ ଟଙ୍କା ଲୋଭୀ ରାକ୍ଷସ I mean ମୁଦ୍ରା ରାକ୍ଷସ ତମେ ସେ ଭୁଲ କରନି ଆଲୋ ଏ ସୁନା ଚୋରେଇ ତୋ ସ୍ୱାମୀଟା ମରିଗଲା ପରେ ତୋ ଅମାନିଆ ମନକୁ ବୁଝେଇବୁ କେମିତି ତୋ ଭୋକିର ଦେହକୁ ଭୋକ ମେଟେଇବୁ କେମିତି ଆଲୋ ସେଇଥିପାଇଁ ପରା ମୁଁ ତତେ ନେଇ ଆସିଛି ଆଲୋ ଏମିତି ଡାକୁଛୁ କାହିଁକି ବା ଏ ରଙ୍ଗ ମହଲରେ ତୋ ଦେହକୁ ସଜାଇ ପାଦରେ ଘୁଙ୍ଗୁର ବାନ୍ଧି ରୂପ ରୋଷଣୀରେ ସମସ୍ତିକି ଜଳେ ଆଉ ମୋର କଣ୍ଡିସନ ଅଛି ତୁ ଯେତେ ବେପାର କରିବୁ ମୁଁ ସେତେ ପରସେଣ୍ଟ ପାଇବି ପରସେଣ୍ଟ ଚୁପ୍ କର କହୁଛି ମୁଁ ସତୀ ସାବିତ୍ରୀରେ ଶରଣାର୍ଥୀ ମୁଁ ବେଶ୍ୟା ନୁହେଁ ଯେ ମୋ ଦେହଟାକୁ ନେଇ ବେପାର କରିବ ଏ ଚୁପ୍ କର ଏ ହରିଶ ହଉଛି ଗୋଟେ କଞ୍ଚା ମାଂସ ବେପାରୀ ତତେ ୱାନ୍ସ ଡିସିସନ ନେଇ ସାରିଛି ମାନେ ସେଟା ଫାଇନାଲ ପଇସା ମାଲଟା ରହିଲା ସମୟ ସୁବିଧା ଦେଖି ନିଜେ ଚାଖିବୁ ଆଉ ଅନ୍ୟମାନଙ୍କୁ ବି ଚଖାଇବୁ ମାଲଟା ଦେ ପଇସା লাজু করছো বোধে ଦୟାକରି ମୋତେ ଛାଡ଼ି ଦିଅ ଲକ୍ଷେ ଟଙ୍କା ଦେଇ ଯେତେବେଳେ ମୁଁ କିଣିଛି ଏ ଗୋଟିକ ରାତି ପାଇଁ ତୁ ମୋ ପାଟ ହବୁ ନା ଆବେ ଚାଲ ଚାଲ କହୁଛି ମୋ ବେଡରୁମ୍ କି ଚାଲ ଯେତେ ଚେଷ୍ଟା କଲେ ମୁଁ ସେ ଲୋକ କରିକି କେବେ ଦେଖିବି ଅବେକାରେ ସାଉଣ୍ଡେ ଗାଡ଼ିଟାକୁ ଉଠେଇ ଦିଅ राजी हो मोर बेडरूम रे पहुंच लगीला लगीला और छाती रे लगीला लगीला और सितोन है कि बसंत है ओ वैसा बहुत बहुत तोरानिया और संगोले जिए पंगा लेला ये सोलाटा ini panjiru golabe
हूँ मालिक बेटू ता नहले साली को पीटी पीटी मारी देवी टिकिली तो साजी बसिंदूर ତମେ କଣ ମତେ ଚିହ୍ନି ପାରୁନ? ମୁଁ ତମ ସ୍ତ୍ରୀ ବିଟା, ତମ ଘରର ବୋହୂ, ତମ ମୁନାର ମା। अबे तो भूल कहूँ अबे तो भूल कहूँ तुम्हें ମୁଁ ତ ସ୍ୱାମୀ ଅସିତ ନୁହେଁ କି ତୁ ମୋ ସ୍ତ୍ରୀ ମୁଁ ହଉଛି ଏ ଇଲାକାର ଗାଈ ଗୁଣ୍ଡା ନା, ମିଛ କହୁଛ ତମେ। ସ୍ୱାମୀ ସ୍ତ୍ରୀର କାଜ ଏଇଟାକୁ ଭାଙ୍ଗି ତମେ କଣ ମତେ ସେ ପର ପୁରୁଷ ପାଖକୁ ପଠେଇ ଦବ? ଏଇଥିପାଇଁ ତମେ କଣ ସେଦିନ ମୋ ମଥାରେ ସିନ୍ଦୁର ପିନ୍ଧେଇଥିଲ? ଏଇ କଣ ତମ ପୁରୁଷ ପଡ଼ିଆର ନିଦର୍ଶନ? अबे ଭଲରେ କହୁଛି ମାଲିକ ବେଡରୁମ୍ ଗୁଚ୍ଛା अबे ତୁ କଣ ଭାବିଛୁ ତୋରେ ମନ ଗଢ଼ା କାହାଣୀ ଶୁଣି ମୁଁ ତତେ ଛାଡ଼ିଦେବି ନାଇଁ ବେ ମୋ ମାଲିକ ମତେ ଖାଇବାକୁ ଦେଇଛି ସେ ମତେ ପିନ୍ଧିବାକୁ ଦେଇଛି ମୋ ମାଲିକ ମୋ ପାଇଁ ଭଗବାନ ମୁଁ ତା ସାଥିରେ କେବେ ବେଇମାନ କରିପାରିବି अबे ଚାଲେ अबे ଚାଲେ ସେଦିନ ଅବିଶ୍ୱାସୀ କୁମ୍ଭୀର ଆଉ ମାଙ୍କଡ଼ର ଗପ ଶୁଣିଥିଲି। ହେଲେ ସେଇ ଗପ ଦିନେ ମୋ ପାଇଁ ସତ ହେଇଯିବ ଏକଥା କେବେ ବିଶ୍ୱାସ କରିନଥିଲି। अबे कौन କରିବାକୁ ଚାହୁଁଛୁ ସେଦିନ ବାଟରେ ଯାଉ ଯାଉ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ତଳେ ଛୋଟିଆ ବେଙ୍ଗଟେ ରହିଯାଇଥିଲା ଆଉ ବେଙ୍ଗଟା ରକ୍ତାକ୍ତ ହେଇଯାଇଥିଲା। ପ୍ରଭୁ ରାମଚନ୍ଦ୍ର ତାକୁ ପାଦରେ ଚାଲିଗଲେ। ହେ ବେଙ୍ଗ ତତେ କଣ କଷ୍ଟ ଲାଗିଲାନି? ବେଙ୍ଗ କଣ କହିଲା ଜାଣିଛ? ଯେତେବେଳେ କଷ୍ଟ ଲାଗେ ସେତେବେଳେ ପ୍ରଭୁଙ୍କୁ ସମସ୍ତେ ଡାକନ୍ତି। ପ୍ରଭୁ ନିଜେ ଯେତେବେଳେ ମତେ କଷ୍ଟ ଦଉଛନ୍ତି ମୁଁ ଏ କଥା କାହାକୁ କହିବି? ଦେଉସିକି ତମେ ପରା ମୋ ପାଇଁ ସାକ୍ଷାତ ଦେବତା। अबे थोड़े କହିଲା ମୁଁ ଅସିତ ନୁହେଁ ମୁଁ ହଉଛି ଏ ଇଲାକାର କାଳି ଗୁଣ୍ଡା ମୁଁ ତମକୁ ହାତ ଯୋଡୁଛି, ଦୟାକରି ମତେ ସେ ନର୍କପୁରକୁ ନିଅନି। ମୁଁ ତମ ଗୋଡ଼ ଧରୁଛି। अबे ଆମ ଗୋଡ଼ अबे अबे ହେ ଈଶ୍ୱର, ଏ ତମର କି ଅଦ୍ଭୁତ ବିଚାର! ଆଜି ସ୍ୱାମୀ ତା ସ୍ତ୍ରୀକୁ ଗୋଟେ ପର ପୁରୁଷ ପାଖକୁ ପଠେଇ ଦଉଛି। ଏଇ କଣ ତମ ସୃଷ୍ଟିର ନିୟମ? ଏଠି ସୁଖ ମାଗଣାରେ ମିଳେନି। ସୁଖ ଟିକକ ପାଇଁ ବହୁ ମୂଲ୍ୟ ଦେବାକୁ ପଡେ, ହେଲେ ଦୁଃଖ ମାଗଣାରେ ମିଳେ। କାହିଁକି ନା ମୋ ଭଳି ହତଭାଗିନୀ ମାନଙ୍କ ପାଇଁ ସୁଖ କିଣା, ଏଠି ଦୁଃଖ ମାଗଣା। ସମୟ ନଈ ଭାସି ଭାସି ଆସି ମୁଁ ଟିକେ
ପହଞ୍ଚି ଯାଇଛି ଲୋ କହୁଲ ବୁଢୀ ଆସୁରୀର ଗପ ଶୁଣିଥିଲି ଲୋ କହୁଲ ହେଲେ ଆମ ଦି ଜଣଙ୍କ କାହାଣୀ ସତ ହେଇଗଲା ଆମେ ଯେତେ କାନ୍ଦିଲେ ବି ନର୍କପୁରରୁ କେବେ ବି ବାହାରି ଯାଇପାରିବାନି ଆମେ ପରେ ଏଥର ବେଶୀ କଣ କିନି ସଚିବ ତାହେଲେ ଆମେ ଏବେ କଣ କରିବା ତୁ କହୁନ ଅଛି ଅଛି ବଡ ଉପାୟ ଅଛି ଦେଖ କେ ଗୁପ୍ତ ସଡ଼କ ଦେଇ ଯେତେ ଶୀଘ୍ର ପାରୁଛୁ ପଳେଇଛି କାରଣ ଜୀବନର ମାନସଙ୍କଟା ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଯାଅ ବଉଳ ଯାଅ ମୁଁ ସିନା ଚାଲିଯିବି ହେଲେ ତୁ ମୋ କଥା ଜମା ଚିନ୍ତା କରନା ସେ ଡାଇଲଗ ବଉଳ ମୁଁ ତତେ ଛାଡ଼ି କେବେ ବି ଯାଇପାରିବି ତୁ ଜାଣିଛୁ ନା ବଉଳ ଆମେ ଦି ଜଣ ପୁରା ଗୋଟିଏ ଡଙ୍ଗାରେ ବସିଛେ ଡଙ୍ଗାଟା ଯଦି କୂଳରେ ଲାଗିବ ଆମେ ଦି ଜଣ ବଞ୍ଚିଯିବା ଆଉ ଯଦି ମଝି ନଈରେ ବୁଡ଼ିଯିବ ତାହେଲେ ଆମେ ଦି ଜଣ ମରିଯିବା କହିଲି ନା ମୋ କଥା ଚିନ୍ତା କରିବା ତୋର କିଛି ଦରକାର ନାହିଁ ଇଏ ଅଛି ମୋର ଏ ଦୁନିଆରେ ମୁଁ ତ ଏକୁଟିଆ ମୁଁ ମରିଗଲେ ମୋ ପାଇଁ କାନ୍ଦିବା ପାଇଁ କେହି ନା ହେଲେ ତୋର ଏ କଳଙ୍କିନି ବି ସବୁ ଜମା ଦେଖି ପାରିବେ ଯାଅ ବଡ଼ ମୁଁ ତ ମରିଲି କିନ୍ତୁ ଆଗରୁ ମୁଁ ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚେଇ ପାରିଲି ଆଉ କିଛି ଦରକାର ନାହିଁ ଆଉ କିଛି ଦରକାର ନାହିଁ ମୋର ସେ ଝିଅଟା ପଡ଼ିଗଲା ସେ ଝିଅଟା ପଡ଼ିଗଲା ସେ କଥାଟା ମୁଁ କେମିତି କହିବି ତୁ କହିବୁ ଚୁପଚାପ କହ ସେ ଝିଅଟା ପଡ଼ିଗଲା ହଁ ମୁଁ ତାକୁ ଜାଣି ଶୁଣି ଖସେଇ ଦେଇଛି କଣ କହିଲୁ ହାରାମ ଜାତି ତୁ ତାକୁ ଜାଣି ଶୁଣି ଘୁଷାଇ ଦେଇଛୁ ମୁଁ ଆଜି ତତେ ଜମା ତମେ ମତେ ମାରୁ ମାରୁ ମାରିଦେଲେ ବି ମୁଁ ଗୋଟିଏ କଥା କହିବି ଯାହା କରିଛି ସବୁ ଠିକ କରିଛି କହିଲୁ ଠିକ କରିଛୁ ଆମେ ଠିକ କରିଛୁ ତମେ ମତେ ମାରନି ତାହେଲେ ମରିଯିବି ମୁଁ ଆବେ ଯଦି ବସିବାକୁ ଚାହୁଁଛୁ ଚୁପଚାପ ତୁ ମାଲିକ ବେଡରୁମ୍ ନା ନା ତା ନହେଲେ କାଲି ପିଟି ପିଟି ଚକଡ଼ା ତମେ ମୋ ଦଣ୍ଡି ଯିବି ମାରିଦିଅ ହେଲେ ସେ ରାକ୍ଷସ ପାଖକୁ ମୁଁ ଜମା ଯାଇପାରିବିନି କଣ କହିବେ ମୋ ଭଗବାନଙ୍କୁ ତୁ ରାକ୍ଷସ କହିଲୁ ମୋ ଭଗବାନ ସେ ମୋ ପାଇଁ ଭଗବାନ ସେ ମତେ ଖାଇବାକୁ ଦେଇଛି ସେ ମତେ ପିନ୍ଧିବାକୁ ଦେଇଛି ମୋ ଭଗବାନଙ୍କ ନାଁରେ ଆଉ ପଦିଏ କହିବୁ ତ ସାରି ସିଧା ମାରିଦେବି ବେ মাইচা কুঠিকা বেশি নখরামি দেখাইব তো তোমাকে ওইটি উঠাই দেব কার কথা ছিল ହେଲେ
ଟୋକି ଦିଟା ଖସି ଗଲେ କଣ କହିଲୁ ସେ ଟୋକି ଦିଟା ଖସି ଚାଲି ତୁ ସରା ଭେଣ୍ଡିଆଟା ହେଇଛୁ କଣ କରୁଥିଲୁ ବେ ମାଲିକ ଚପେଶ ସାରା ପଇସା ପଡନା ସାଥିରେ ବେଇମାନ କଲେ ପରିଣାମଟା କେତେ ଭୟଙ୍କର ହବ ଜାଣିଛୁ ମୁଁ ଶୀତ ନୁହେଁ କି ସନ୍ତାନ ପଇସା ସାଙ୍ଗରେ ଯିଏ ପଣ୍ଡା ନେଲା ସେ ସଭାଟା ପାଞ୍ଜିରୁ ଗଲା ନିଆଁ ଜଳିଲା ବେ ନିଆଁ ଜଳିଲା ସତେ ସେ ବେଇମାନ କରିବାଟା ଫଳଟା ମୁଁ ମାରୁ ମାରୁ ମୋତେ ମାରିଦେଲି ମୁଁ କ'ଣ କରିବି ବସ୍ ସେ ଟୋକେ ଦିଟା ମୋ ହାତରୁ ଖସିଗଲେ শীত নুহে কি বসন্ত নুহে ও বৈশাখ হদ হদ তোলা নিয়া পশ্চিম বলে যে পঙ্গা নেলা সে সুয়াতিনে পাঞ্চিরু গলা নিয়া জলিলা বে କାହିଁକି ମୋତେ କୋଠରୀ ଭିତରେ ରଖିଛନ୍ତି ନା ଯେମିତି ହେଲେ ମୋତେ ଏଠୁ ଖସିଯିବାକୁ ପଡ଼ିବ ହଁ ଯେମିତି